ସରକାରୀ ଆୟୁର୍ବେଦିକ କଲେଜ କେଉଁ ଜାଗାରେ ରହିଛି ଓଡ଼ିଶାର ସେ ବିଷୟରେ ଜାଣିବା। ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପୁରୀରେ ରହିଛି। କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ବ୍ରହ୍ମପୁରରେ ରହିଛି। ସେଭଳି 3 ନମ୍ବରରେ ହେଉଛି ନୃସିଂହନାଥ ସରକାରୀ ଆୟୁର୍ବେଦିକ କଲେଜ ପାଇକମାଳ ବରଗଡ଼ରେ ରହିଛି। ସରକାରୀ ଆୟୁର୍ବେଦିକ କଲେଜ ବଲାଙ୍ଗୀରରେ ରହିଛି। ସେହିଭଳି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ ବାରିପଦା ମୟୂରଭଞ୍ଜରେ ରହିଛି। ଇନ୍ଦିରା ଗାନ୍ଧୀ ମେମୋରିଆଲ ଆୟୁର୍ବେଦିକ କଲେଜ ଭୁବନେଶ୍ୱରରେ ରହିଛି। ତାହେଲେ ଆପଣମାନେ ଜାଣିପାରିଲେ ଯେ ଆୟୁର୍ବେଦିକ କଲେଜ ଓଡ଼ିଶାର କେଉଁ କେଉଁ ଜାଗାରେ ରହିଛି ଆଉ ସେଗୁଡ଼ିକର ନାମ କ'ଣ। ତାହେଲେ ଆଉ ଥରେ ସେଗୁଡ଼ିକୁ ଦେଖାଇ ନେବା। ଗୋପବନ୍ଧୁ ଆୟୁର୍ବେଦିକ କଲେଜ, କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ, ସେହିଭଳି ନୃସିଂହନାଥ ସରକାରୀ ଆୟୁର୍ବେଦିକ କଲେଜ, ସରକାରୀ ଆୟୁର୍ବେଦିକ କଲେଜ ଯେଉଁଟାକି ବଲାଙ୍ଗୀରରେ ରହିଛି, ମୟୂରଭଞ୍ଜ ଆୟୁର୍ବେଦିକ କଲେଜ, ଇନ୍ଦିରା ଗାନ୍ଧୀ ମେମୋରିଆଲ ଆୟୁର୍ବେଦିକ କଲେଜ।